ପରବର୍ତ୍ତୀ ପାରାଗ୍ରାଫ ହେଉଛି ଜଳତ ତୁ କଣ ଜାଣିନାହୁଁ ଯେ ଏହି ବନବାସୀମାନେ ତୋର ଛଡ଼ା ଆଉ କାହାରି ଅନୁଗ୍ରହ ଲୋଡ଼ନ୍ତି ନାହିଁ କିମ୍ବା ନିଅନ୍ତି ନାହିଁ। ସ୍ପେଦାର୍ଜିତ ଧନରେ ଉଦର ପୋଷଣ, ସୁନ୍ଦର ସ୍ୱାସ୍ଥ୍ୟ, ନିର୍ମଳ ମନ ମାନବ ଜୀବନର ପରମ କାମ୍ୟ ନୁହେଁ କି? ପ୍ରାବନ୍ଧିକ ଏହି ଅଂଶରେ ବର୍ଣ୍ଣନା କରିଛନ୍ତି ବନବାସୀମାନେ ବଞ୍ଚିବା ପାଇଁ କାହାର ଦୟା ଅନୁଗ୍ରହ ନିଅନ୍ତି ନାହିଁ। ସେମାନେ ସାଧାରଣତଃ ସ୍ୱାଭିମାନୀ ଏବଂ ପରିଶ୍ରମୀ। ଜୀବନ ଜୀଇଁବା ଭିତରେ ବନବାସୀମାନଙ୍କ ଠାରେ ଏକ ବିଶେଷ ଗୁଣାବଳୀ ଦେଖିବାକୁ ମିଳେ ବୋଲି ପ୍ରାବନ୍ଧିକ ତାଙ୍କ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ତାହେଲେ ସେହି ଗୁଣଗୁଡ଼ିକ କ'ଣ ଆମେ ଜାଣିବା। ପ୍ରଥମ ଗୁଣ ସମ୍ପର୍କରେ କୁହନ୍ତି ନିଜର ଝାଳବୁହା ପରିଶ୍ରମ ଦ୍ୱାରା ଉପାର୍ଜିତ ଧନରେ ହିଁ ସେମାନେ ଜୀବିକାର୍ଜନ କରିଥାନ୍ତି। ଦ୍ୱିତୀୟ ଗୁଣ ହେଲା ସୁନ୍ଦର ସ୍ୱାସ୍ଥ୍ୟ ସହ ସରଳ ନିଷ୍କପଟ ମନ ନେଇ ଜୀବନଯାପନ କରିଥାନ୍ତି। ଏହି ବନବାସୀମାନଙ୍କ ପାଖରେ ଦେଖାଯାଉଥିବା ଏହି ସବୁ ଗୁଣଗୁଡ଼ିକ ବା ଗୁଣାବଳୀ ଯୁଗେ ଯୁଗେ ମାନବ ଜୀବନର ପରମ କାମ୍ୟ। ପରବର୍ତ୍ତୀ ଧାଡ଼ିରେ ପ୍ରାବନ୍ଧିକ କହୁଛନ୍ତି ପ୍ରାବନ୍ଧିକ ବର୍ଣ୍ଣନା କରିଛନ୍ତି ଯେ ସେମାନଙ୍କ ଠାରେ ଏବେ ମଧ୍ୟ ମାନବିକତା ବଞ୍ଚି ରହିଛି। ଆଜି ଯଦି ଆଜିର ସଭ୍ୟ ସମାଜ ବନବାସୀମାନଙ୍କ ଠାରୁ ମାନବିକତା ଶିଖିବ ତାହେଲେ ଜଗତରୁ ତସ୍କରତା ଲୋପ ପାଇବ ବୋଲି ପ୍ରାବନ୍ଧିକ ଆଶା ପୋଷଣ କରିଛନ୍ତି। ତେଣୁ ଏଭଳି ସରଳ ନିଷ୍କପଟ ବନବାସୀମାନଙ୍କୁ ନିରାଶ ନ କରି ସେହି ଅଞ୍ଚଳରେ ପ୍ରଚୁରରୁ ପ୍ରଚୁର ବାରିପାତ କରି ସମଗ୍ର ବନଭୂମିକୁ ଶସ୍ୟ ଶ୍ୟାମଳରେ ଭରପୁର କରିବାକୁ ମେଘକୁ ଅନୁରୋଧ କରିଛନ୍ତି। ବର୍ଷା ହେବା ଦ୍ୱାରା ଓଡ଼ିଶାର ସେହି ପାହାଡ଼ିଆ ବନାଞ୍ଚଳ ପ୍ରକୃତି ସୌନ୍ଦର୍ଯ୍ୟମୟ ହୋଇ ଉଠିବ। ପାହାଡ଼ିଆ ବନାଞ୍ଚଳରେ କ'ଣ କ'ଣ ସବୁ ସୌନ୍ଦର୍ଯ୍ୟମୟ ହୋଇ ଉଠୁଛି ବା କ'ଣ ସବୁ ପରିବର୍ତ୍ତନ ହେଉଛି ତାହା ଆମେ ଜାଣିନେବା। ପ୍ରଥମତଃ ଖରାରେ ଝାଉଁଳି ଯାଉଥିବା ଶାଳିକ୍ଷେତ ବର୍ତ୍ତମାନ ନବନୀଳିମା ଖେଳି ବୁଲିବ ଅର୍ଥାତ୍ ଫସଲରେ ଭରପୁର ହେବ। ଦ୍ୱିତୀୟତଃ ଶୁଷ୍କ ପ୍ରାୟ ହୋଇଥିବା ଝରଣା ବର୍ତ୍ତମାନ ଜଳରେ ପରିପୂର୍ଣ୍ଣ ହୋଇ ପାହାଡ଼ ପର୍ବତ କନ୍ଦରରେ ନାଚି ଉଠିବ। ତୃତୀୟତଃ ନୀରବ ହୋଇ ଉଠିଥିବା ବନଭୂମି ବର୍ତ୍ତମାନ ମୟୂରର କେକା ସ୍ୱରରେ ବନଭୂମି ଗୁଞ୍ଜରିତ ହେବ। ଚତୁର୍ଥତଃ ଶୁଷ୍କ ହୋଇଥିବା ବନାଞ୍ଚଳ ବର୍ତ୍ତମାନ ବନ୍ୟ ପଶୁପକ୍ଷୀର ସମାବେଶରେ ବନାଞ୍ଚଳ ଆନନ୍ଦିତ ହୋଇ ଉଠିବ। ପଞ୍ଚମତଃ ଶୁଖିଯାଉଥିବା କଦମ୍ବ, କୃଷ୍ଣଚୂଡ଼ା ଓ ଅନ୍ୟାନ୍ୟ ବୃକ୍ଷଲତା ବର୍ତ୍ତମାନ ସବୁଜ ଓ ଶ୍ୟାମଳ ହୋଇ ଉଠିବ। ଏହିସବୁ ଦୃଶ୍ୟ ବନାଞ୍ଚଳ ପାହାଡ଼ିଆ ପ୍ରକୃତି ସୌନ୍ଦର୍ଯ୍ୟମୟ ହୋଇ ଉଠିବ ବୋଲି ପ୍ରାବନ୍ଧିକ ତାଙ୍କ ପ୍ରବନ୍ଧରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ପରବର୍ତ୍ତୀ ପାରାଗ୍ରାଫ ହେଉଛି ଯଦି ତୋର କ୍ଳାନ୍ତି ଆସେ ତେବେ ତୁ ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିରେ ଅବସର ନେବୁ। ଗିରିସଙ୍କୁଳ ଏହି ମହାବନର ମହାସଙ୍ଗୀତ ସଭ୍ୟ ଜଗତ ଶୁଣି ନାହିଁ କିମ୍ବା ଏହାର ଅସରନ୍ତି ରତ୍ନ ଭଣ୍ଡାରକୁ ଆଜି ଯାଏଁ କେହି କଳି ନାହିଁ। ଏହି ପାରାଗ୍ରାଫରେ ଥିବା କେତୋଟି ଶବ୍ଦ ସମ୍ପର୍କରେ ଅବଗତ ହେବା। ଏଥିରେ ଓଡ଼ିଶାର 3ଟି ସୁଉଚ୍ଚ ପର୍ବତ ସମ୍ପର୍କରେ କହୁଛନ୍ତି। ପ୍ରଥମତଃ ହେଲା ମେଘାସନ ପର୍ବତ ଯାହା ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ। ଦ୍ୱିତୀୟତଃ ଗନ୍ଧମାର୍ଦ୍ଦନ ପର୍ବତ ଯାହା ବରଗଡ଼ ଜିଲ୍ଲାରେ ଅବସ୍ଥିତ। ଏଥିରେ ବହୁ ପରିମାଣ ଔଷଧୀୟ ବୃକ୍ଷ ଦେଖିବାକୁ ମିଳେ। ତତ୍ ସଙ୍ଗେ ସଙ୍ଗେ ପ୍ରଚୁର ବକ୍ସାଇଟ୍ ଖଣିଜ ପଦାର୍ଥ ରହିଛି। ପୁରାଣ ଯୁଗର ପରଶୁରାମ ଏହିଠାରେ ଅବସ୍ଥାନ କରୁଥିଲେ ବୋଲି କିମ୍ବଦନ୍ତୀ ରହିଛି। ତୃତୀୟତଃ
ମାଲ୍ୟବନ୍ତ ପର୍ବତ, ଯାହା ମାଲକାନଗିରି ଜିଲ୍ଲାରେ ଅବସ୍ଥିତ। ରାମାୟଣ ପୁରାଣ ଅନୁସାରେ ରାମଚନ୍ଦ୍ର ବନବାସ କାଳରେ କିଛି ଦିନ ଏହି ମାଲ୍ୟବନ୍ତ ଗିରିରେ ଅତିବାହିତ କରିଥିଲେ। ରାମଗିରି ଆଶ୍ରମରେ ଯକ୍ଷ ମଧ୍ୟ କିଛି କାଳ ଏଠାରେ ଅତିବାହିତ କରିଥିବାର କିମ୍ବଦନ୍ତୀ ଶୁଣିବାକୁ ମିଳେ। ଏହି ତିନୋଟି ପାହାଡ଼ ବିଷୟରେ ଉପରୋକ୍ତ ସୂଚନା ପ୍ରବନ୍ଧରେ ଦିଆଯାଇ ନାହିଁ, କିନ୍ତୁ ଛାତ୍ରଛାତ୍ରୀଙ୍କୁ ଜାଣିବା ନିମନ୍ତେ କୁହାଗଲା। ବର୍ତ୍ତମାନ ଏହି ପାରାଗ୍ରାଫକୁ ଆଲୋଚନା କରିବା। ଏହି ଅଂଶରେ ପ୍ରାବନ୍ଧିକ ମେଘକୁ ଘନ ବୋଲି ସମ୍ବୋଧନ କରିଛନ୍ତି। ମେଘର ପ୍ରତିଶବ୍ଦ ହେଉଛି ଘନ। ଓଡ଼ିଶାର ଏହି ତିନୋଟି ପାହାଡ଼ ଥିବା ଅଞ୍ଚଳ ଘଞ୍ଚ ଜଙ୍ଗଲ ଓ ପ୍ରଚୁର ଖଣିଜ ସମ୍ପଦରେ ଭରପୁର ରହିଛି। ପ୍ରାବନ୍ଧିକ ମେଘକୁ କହୁଛନ୍ତି, ଯଦି କ୍ଳାନ୍ତି ଆସେ ବା ଥକ୍କା ଲାଗେ ତାହେଲେ ମେଘାସନ ଗନ୍ଧମାର୍ଦ୍ଧନ ମାଲ୍ୟଗିରିରେ ବିଶ୍ରାମ ନେବାକୁ କହିଛନ୍ତି। ଏହି ମହାବନର ମହାସଙ୍ଗୀତ ସଭ୍ୟ ଜଗତ ଶୁଣି ନାହିଁ କିମ୍ବା ଏହାର ଅସରନ୍ତି ରତ୍ନଭଣ୍ଡାର ବା ପ୍ରାକୃତିକ ସମ୍ପଦକୁ କେହି କଳନା କରି ନାହାନ୍ତି ବୋଲି ପ୍ରାବନ୍ଧିକ ଉଲ୍ଲେଖ କରୁଛନ୍ତି। ମେଘକୁ ପ୍ରାବନ୍ଧିକ କହୁଛନ୍ତି, ଏହି ମହାବନର ମହାସଙ୍ଗୀତ ଶୁଣିଲେ ମନ ଅନାମୟ ଧାମକୁ ଚାଲିଯାଏ। ପ୍ରାବନ୍ଧିକ ସେଠାରେ ପ୍ରାକୃତିକ ଶୋଭା ସମ୍ପଦ ଯଥା ଖଣ୍ଡାଧାର, ଦେବଗଡ଼ ଜଳପ୍ରପାତକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। କିନ୍ତୁ ଏହି ଖଣିଜ ସମ୍ପଦର ସୁବିନିଯୋଗ ହେଉନଥିବାରୁ ପ୍ରାବନ୍ଧିକ ଦୁଃଖ ପ୍ରକାଶ କରିଛନ୍ତି। ପୁନଶ୍ଚ ମେଘକୁ କହିଛନ୍ତି, ମେଘ ତୁ ଉତ୍କଳୀୟବାସୀଙ୍କ ସ୍ଥିତି ବା ଦୃଶ୍ୟ ଦେଖି ତୁ ଆଶ୍ଚର୍ଯ୍ୟ ହୋଇଯିବୁ। ବର୍ତ୍ତମାନ ଉତ୍କଳବାସୀ ଭାଗୀରଥୀ ତୀରରେ ବସି ପିପାସୀ ଓ ରତ୍ନ ସ୍ତୂପରେ ବସି ଉପବାସୀ ହୋଇଛନ୍ତି ବୋଲି ପ୍ରାବନ୍ଧିକ ମେଘକୁ ସୂଚେଇ ଦେଉଛନ୍ତି। ପରବର୍ତ୍ତୀ ପାରାଗ୍ରାଫ ହେଉଛି, ଏହି ମହାବନରୁ ପଶ୍ଚିମାଭିମୁଖରେ ତୋର ବିଜୟ ରଥ ବାହି ସୂକ୍ଷ୍ମଶାଳୀର ଗନ୍ଥାଘର ସମ୍ବଲପୁର ଅଞ୍ଚଳରେ ପହଞ୍ଚିଯିବୁ। ତନ୍ନି ମହାନଦୀ ଏଠାରେ ଉପଳ ଶଯ୍ୟାରେ ଯାଉ ଯାଉ ତୀର ଦେଶରେ ସ୍ୱର୍ଣ୍ଣରେଣୁ ଢାଳିଦିଏ ଓ ନରନାରୀଙ୍କ ଦେହରେ ନବଲାବଣ୍ୟ ବଳିଦିଏ। ଏହି ପାରାଗ୍ରାଫରେ ଥିବା କେତୋଟି ଶବ୍ଦର ଅର୍ଥ ଆମେ ଜାଣିଯିବା। ସୂକ୍ଷ୍ମଶାଳୀ ଶବ୍ଦର ଅର୍ଥ ହେଲା ଫସଲ ପରିପୂର୍ଣ୍ଣ ରୂପମୟୀ ଅର୍ଥାତ୍ ସମ୍ବଲପୁରକୁ ବୁଝାଉଛି। ଉପଳ ଶଯ୍ୟା ଶବ୍ଦର ଅର୍ଥ ପଥର ଶଯ୍ୟା ଅର୍ଥାତ୍ ମହାନଦୀ ବହୁ ପଥର ପାହାଡ଼ ଅତିକ୍ରମ କରି ପ୍ରବାହିତ ହୋଇଛି। ତନ୍ୱୀ କ୍ଷୀଣ ଶରୀର ବିଶିଷ୍ଟ ବା କ୍ଷୀଣା। ତୀର ଦେଶରେ ତଟ ଦେଶରେ ଅର୍ଥାତ୍ ଏଠାରେ ମହାନଦୀର ଉଭୟ ତଟକୁ ବୁଝାଉଛି। ସ୍ୱର୍ଣ୍ଣରେଣୁ ସୁନାର ବାଲି ଅର୍ଥାତ୍ ସୁନାର ଫସଲକୁ ବୁଝାଉଛି। ପ୍ରାଚୀବଧୂ ପୂର୍ବ ଦିଗକୁ ବଧୂ ଭାବେ କଳ୍ପନା କରାଯାଇଛି। ଅରୁଣିତ ଶବ୍ଦର ଅର୍ଥ ରକ୍ତିମା ପ୍ରାପ୍ତ ବା ଗୋଲାପୀ ବର୍ଣ୍ଣର ମୁଖ ଭାବେ ପରିକଳ୍ପନା କରାଯାଇଛି। ଅବଗୁଣ୍ଠନ ଓଢ଼ଣା। ଅନଳସ ଚଞ୍ଚଳ। ଚାରୁ ଚିକୁର। ସୁନ୍ଦର କେଶ ବା ସୁନ୍ଦର ପର୍ବତ। ଏଠାରେ କେଶର କଳାରଙ୍ଗ ଭଳି ମେଘର କଳାରଙ୍ଗକୁ ବର୍ଣ୍ଣନା କରାଯାଇଛି। ବିଲୋଳ ଅତି ଚଞ୍ଚଳ। କେଦାର କିଆରୀ ବା ଫସଲ କିଆରୀ। ପାରଣା ଉପବାସ ପରେ ପ୍ରଥମ ଭୋଜନ। ବର୍ତ୍ତମାନ ଏହି ପାରାଗ୍ରାଫକୁ ଆଲୋଚନା କରିବା। ଏହାପରେ ପ୍ରାବନ୍ଧିକ ମେଘକୁ ସୂକ୍ଷ୍ମଶାଳୀର ଗନ୍ଥାଘର ସମ୍ବଲପୁର ଅଞ୍ଚଳକୁ ଯିବାକୁ କହିଛନ୍ତି। ମହାନଦୀର ଜଳରେ ଏହାର ଉଭୟ ପାର୍ଶ୍ୱ ଅଞ୍ଚଳ ଫସଲରେ ପରିପୂର୍ଣ୍ଣ ହୋଇଛି। ବର୍ତ୍ତମାନ ସମ୍ବଲପୁର ଅଞ୍ଚଳର ଅଧିବାସୀ ସମ୍ପର୍କରେ ପ୍ରାବନ୍ଧିକ ତାଙ୍କ ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି। ସମ୍ବଲପୁର ନରନାରୀମାନେ ଦୁଃଖ ଦୈନ୍ୟରେ ଥିଲେ ସୁଦ୍ଧା ସେମାନଙ୍କୁ ବିଷାଦ କାଳିମା ଛୁଏଁ ନାହିଁ। ସକାଳ ହେବା ପୂର୍ବରୁ ଏହି ଅଞ୍ଚଳର ବଧୂମାନେ ସ୍ନାନ ସାରି ଶିଶିରରେ ଭିଜିଥିବା ଶେଫାଳି ଫୁଲ ପରି ହାସ୍ୟମୟୀ ହୋଇ ଉଠନ୍ତି। ଏହାକୁ ପ୍ରାବନ୍ଧିକ ଏକ ସୁନ୍ଦର ବାକ୍ୟରେ ବର୍ଣ୍ଣନା କରିଛନ୍ତି, ଯାହା ପ୍ରବନ୍ଧରେ ଦେଖିବାକୁ ମିଳେ। ପ୍ରାଚୀବଧୂ ଅରୁଣିତ ମୁଖରୁ ଅବଗୁଣ୍ଠନ ଖୋଲିବା ଆଗରୁ
ଏଠାରେ ବଧୂମାନେ ସ୍ନାନ ସାରି ଶିଶିର ସ୍ନାତା ସେଫାଳି ପରି ହାସ୍ୟମୟୀ ହୋଇ ଉଠନ୍ତି। ଏମାନଙ୍କ ଅନଳସ ଚରଣରେ କମଳ ଫୁଟି ଉଠେ ଓ କଳା କୁଶଳ କର ସ୍ପର୍ଶରେ କ୍ଷୁଦ୍ର କୁଟୀର ସୁଧା ହସି ଉଠେ। ପୁନଶ୍ଚ ପ୍ରାବନ୍ଧିକ ବର୍ଣ୍ଣନା କରିଛନ୍ତି, ସେଠାକାର ନାରୀମାନେ ଆୟତ ନୟନରେ ମେଘ ତୋର କଜ୍ଜଳ କାନ୍ତି ରୂପକୁ ଚାହିଁ ରହିବେ, କିନ୍ତୁ ସେମାନଙ୍କ ବିଲୋଳ ନେତ୍ର ଭଙ୍ଗୀରେ ଭଳିଯାଇ ସ୍ୱକର୍ମ ଭୁଲିଯିବୁ ନାହିଁ ଏବଂ ପ୍ରଚୁର ବର୍ଷା ବର୍ଷଣ କରି ସମଗ୍ର ସମ୍ବଲପୁର ଅଞ୍ଚଳକୁ ଶ୍ୟାମଳ କରି ଆସିବୁ ବୋଲି ପ୍ରାବନ୍ଧିକ ମେଘକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ସମ୍ବଲପୁରକୁ ବାରିପାତ କଲା ପରେ ଅସରନ୍ତି ବାଉଁଶ ବନକୁ ଅତିକ୍ରମ କରିବାକୁ ମେଘକୁ ପ୍ରାବନ୍ଧିକ କହିଛନ୍ତି। ଏହି ବାଉଁଶ ବନ ସମ୍ପର୍କରେ ପ୍ରାବନ୍ଧିକ କୁହନ୍ତି, କଳକାରଖାନାରେ ଏଠାକାର ବାଉଁଶକୁ କଞ୍ଚାମାଲ ଭାବେ ବ୍ୟବହୃତ କଲେ ମଧ୍ୟ ବାଉଁଶ ବନର ବଂଶ ବୃଦ୍ଧି ହୋଇ ଚାଲିଛି। ଅର୍ଥାତ୍ ଏଠାକାର ବେଣୁବନ ଅଧିକରୁ ଅଧିକ ବଂଶ ବିସ୍ତାର କରୁଛି। ଏହି ବେଣୁବନରେ ବହୁ ପରିମାଣରେ ମାଙ୍କଡ଼ ଦେଖାଯାଆନ୍ତି ବୋଲି ପ୍ରାବନ୍ଧିକ ବର୍ଣ୍ଣନା କରିଛନ୍ତି।